ଏଇ ଭୁବନେଶ୍ୱରରୁ 30-40 କିଲୋମିଟର ପାଖରେ ଏତେ ସୁନ୍ଦର ଧାମ ଅଛନ୍ତି। ଧାମ ବିଷୟରେ ଆମମାନେ ଜାଣି ରଖିବା ଉଚିତ ବା ଜାଣିବା ଦରକାର, ଏକାନ୍ତ ଆବଶ୍ୟକ। ଧାମ ତ ଚାଲନ୍ତୁ ସେ ଧାମରେ ଆମେ ପ୍ରବେଶ କରିବା। ସର୍ବପ୍ରଥମେ ଦାସିଆ ବାଉରୀ ନା କଣ, ଦାସିଆ ବାଉରୀ ପୁରୀ ଠାରୁ ଜଷ୍ଟ ପୂର୍ବରୁ ଏକ ଗ୍ରାମ ଅଛି, ଯେଉଁ ଗାଁର ନାମ ହଉଛି ବାଲି ଗାଁ। ଏ ବାଲି ଗାଁରେ ଭକ୍ତ ଦାସିଆଙ୍କର ଜନ୍ମ ଗ୍ରହଣ ହେଇଥିଲା ଏବଂ ଜାତିରେ ଥିଲେ ସିଏ ବାଉରୀ, ଆପଣ ମାନେ କହିପାରିବେ ନିଚ ଜାତି। ବାଉରୀ ମାନେ ଆମେ କଣ କହୁଛେ, ଶିଡ୍ୟୁଲ କାଷ୍ଟ କହୁଛେ ବା ନିଚ ଜାତି। ଏବଂ ଦାସିଆ ଅତି ଗରିବ ଥିଲେ। ପେଶା କଣ କରୁଥିଲେ, ଜାତିରେ ବାଉରୀ ଏବଂ ବହୁତ ଗରିବ। ପେଶା ଥିଲା କଣ ନା ତନ୍ତରେ ଲୁଗା ବୁଣିବା। ସେତେବେଳେ ତନ୍ତ ଥିଲା, ପ୍ରତ୍ୟେକ ଘରେ ତନ୍ତ ଥିଲା। ସେହି ତନ୍ତରେ ଲୁଗା ବୁଣନ୍ତି ଏବଂ ଯୋଉ ଲୁଗା ବିକ୍ରି କରି କିଛି କଉଡ଼ି ପ୍ରାପ୍ତ କରୁଥିଲେ, ବାସ୍ ସେଇ କଉଡ଼ିରେ ଜୀବନ ଯାପନ କରୁଥିଲେ। ଓ ସନ୍ତାନ ସନ୍ତତି କିଛି ନଥିଲେ। ଫିର ବି ଏ ପତି ପତ୍ନୀ ଦୁହେଁ ବ୍ୟବସାୟ କରି କୌଣସି ନା କୌଣସି ପ୍ରକାରରେ ନିଜର ଗୁଜୁରାଣ ମେଣ୍ଟୁଥିଲେ। ଏବଂ ଦାସିଆଙ୍କର ଏକମାତ୍ର ଲକ୍ଷ୍ୟ ଥିଲା, ସନ୍ଧ୍ୟାବେଳେ ଗ୍ରାମରେ ଥିବା ଭଗବତ ଟୁଙ୍ଗି, ଭଗବତ ଟୁଙ୍ଗିରେ ଭଗବାନଙ୍କର ନାମ କରନ୍ତି, ଭଗବାନଙ୍କର କୀର୍ତ୍ତନରେ ମଗ୍ନ ହେଇଯାଆନ୍ତି। ଇଏ ହଉଛି ନାମର ମହିମା। ଜ୍ଞାତ ଶରୀର ହଉ ବା ଅଜ୍ଞାତ ଶରୀର ହଉ, ଯଦି ଆମେ ଭଗବାନଙ୍କର ନାମ କରୁଛେ, ତାହେଲେ ଏ ନାମର ଏତେ ଶକ୍ତି ଅଛି। ଏ ନାମ ଯିଏ ଉଚ୍ଚାରଣ କରୁଛି ଏବଂ ଯିଏ ନାମ ମଧ୍ୟ ଶ୍ରବଣ କରୁଛି, ତାହା ମନୁଷ୍ୟର ଅନ୍ତଃକରଣକୁ, ହୃଦୟକୁ ଧୀରେ 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 ପବିତ୍ର କରିଦିଏ। ଇଏ ହଉଛି ନାମର ମହିମା। ତେଣୁ ଆମେ ଜ୍ଞାତ ଶରୀର ହଉ ବା ଅଜ୍ଞାତ ଶରୀର ହଉ, ଯେମିତି ବି ହଉ, ଆମେ ନାମ ସର୍ବଦା କରିବା ଉଚିତ। ତେଣୁ ये जो भगवत टुंगीर उद्देश्य यह ही थिला जे केमती दिन सारा एक कर्मरत मनुष्य संध्याळे किपटिके भगवान कर नाम करिवो, नाम करी अंतःकरण को शुद्ध करिवो। ए उद्देश्य रे ग्राम ग्राम रे भगवत टुंगी स्थापन करा जायते। आज से भगवत टुंगी को दसिया जाय कि भगवान का नाम कर, भगवान का नाम रे तल्लीन हो एवं भगवान का नाम उच्चारण करी, भगवान का नाम को श्रवण करी एते दासिया हृदय पवित्र हो जाइए, हृदय निर्मल हो जाइए। भगवान का प्रति तार रुचि अधिक रु अधिक अधिक रु अधिक बढ़िया लगी। प्रेमर बन्यारे जमी जुआर उठी जाइए, ये भगवत प्रेम। तेणु दासिया बाहुरी संभाली पारुनी, जगन्नाथ प्रेमर जुआर को संभाली पारुनी, चेष्टा करुच्ची जगन्नाथ दर्शन करी, जगन्नाथ दर्शन करी। तेणु आषाढ़ मास जगन्नाथ रथ यात्रा पाखे आसी, जेहेतु ये शेड्यूल कास्ट बाउरी आलाउ नथिला जगन्नाथ मंदिर भितर को दर्शन करने। तेणु रथ यात्रा होची एकमात्र यात्रा जो यात्रा रे भगवान जगन्नाथ समस्त को दर्शन देवाई रथारे विराजमान करती। पापी
ପାପୀ, ପତିତ, ଚଣ୍ଡାଳ, ଯବନ ସମସ୍ତଙ୍କୁ ଇଏ ଜଗନ୍ନାଥଙ୍କର କୃପା ବା ଜଗତନାଥ, ଜଗତର ନାଥ, ଓଡ଼ିଶାର ନାଥ ନୁହନ୍ତି, ଜଗତର ନାଥ, ସମସ୍ତ ଜଗତର ନାଥ, ସମସ୍ତଙ୍କୁ ଦର୍ଶନ ଦେବା, ନିଜର ଜଗତର ନାଥ ଜଗନ୍ନାଥ ନାମକୁ ସାର୍ଥକ କରିବା ପାଇଁ ଜଗନ୍ନାଥ ଶ୍ରୀମନ୍ଦିର ଛାଡ଼ି ରଥଯାତ୍ରାରେ ରଥରେ ବିରାଜମାନ କରନ୍ତି। କାରଣ ସମସ୍ତେ ମତେ ଦର୍ଶନ କରନ୍ତି, ନଚେତ୍ ମୁଁ କେମିତି ଜଗତର ନାଥ ହେବି। ତେଣୁ ଏଇ ଆଷାଢ଼ ମାସରେ ଯେତେବେଳେ ଜଗନ୍ନାଥ ରଥଯାତ୍ରା ଆରମ୍ଭ ହେବାକୁ ଲାଗିଛି, ଯେଉଁମାନେ ମନ୍ଦିରକୁ ଯାଇ ନ ପାରନ୍ତି ସେମାନଙ୍କ ପାଇଁ ଇଏ ଏକ ବିଶେଷ ସୁଯୋଗ ବା ବେଷ୍ଟ ଚାନ୍ସ, କଣ ନା ଜଗନ୍ନାଥଙ୍କୁ ଦର୍ଶନ କରିପାରିବେ। ତେଣୁ ଏ ରଥଯାତ୍ରାରେ ଦୂର ଦୂରାନ୍ତରୁ ବହୁ ଦୂରରୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଅନେକ ଯାତ୍ରୀ ପୁରୀ ଆସିଥାନ୍ତି। ତେଣୁ ଦାସିଆର ମନ ମଧ୍ୟ ବ୍ୟାକୁଳ ହେଇଛି ଯେ ମୁଁ ଟିକେ ରଥଯାତ୍ରା ଜଗନ୍ନାଥ ଦର୍ଶନ କରନ୍ତିନି, ମୁଁ ତ ମନ୍ଦିର ଭିତରକୁ ଯାଇପାରୁନି। ତେଣୁ ମୁଁ ଏଇଦ୍ୱାରା ନିଶ୍ଚିନ୍ତ ଏ ଜଗନ୍ନାଥ ଯାତ୍ରାକୁ କୁଆଡୁ କୁଆଡୁ ଲୋକମାନେ ଆସିକି ଦର୍ଶନ କରୁଛନ୍ତି, ମୁଁ ନିଶ୍ଚିତ ରୂପରେ ମୋର ପ୍ରଭୁଙ୍କୁ ଏ ରଥଯାତ୍ରାରେ ଦର୍ଶନ କରିବି। ତେଣୁ ଦାସିଆ ବାଉରୀ ରଥଯାତ୍ରା ଦିନ ଘର କାମ ତୁଟି ଯାଇଛି, ଜଗନ୍ନାଥ ପୁରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଜଗନ୍ନାଥଙ୍କୁ ଦର୍ଶନ କରୁଛି ଏବଂ ରଥରେ ଜଗନ୍ନାଥଙ୍କର ଆଖି ସହିତ ଆଖି ଦାସିଆ ବାଉର ମିଶି ଯାଇଛି ଏବଂ ଦାସିଆ ବାଉରୀ ଅନୁତାପ କରୁଛନ୍ତି, ହାୟ ହାୟ ଏଇ ନିକଟରେ ରହି ମଧ୍ୟ ମୁଁ ମୋର ଜଗନ୍ନାଥଙ୍କୁ ଦର୍ଶନ କରିପାରୁନଥିଲି। ନିଜକୁ ଧିକ୍କାର କରୁଛନ୍ତି, ଧିକ୍କାର କରୁଛନ୍ତି, ଧିକ୍ ମୋ ଜୀବନ। ତେଣୁ ଜଗନ୍ନାଥଙ୍କୁ ଦର୍ଶନ କରି ଆଜି ଦାସିଆ ବାଉରୀ ତଲ୍ଲୀନ ହୋଇଯାଇଛନ୍ତି ବା ଜଗନ୍ନାଥଙ୍କୁ ଦର୍ଶନ କରି ପୁରା ଜଗନ୍ନାଥ ପ୍ରେମରେ ତଲ୍ଲୀନ ହୋଇଯାଇଛନ୍ତି। ଜଗନ୍ନାଥଙ୍କୁ ଦର୍ଶନ କରି ମନେ ମନେ ଅନେକ ଚିନ୍ତା କରୁଛନ୍ତି, ପ୍ରଭୁ ମୁଁ ଶୁଣିଛି ବଡ ବଡ ମୁନି ଋଷି ମାନେ ତୁମର ଝଲକ ଟିକେ ପାଇବାକୁ କେତେ କଠୋର ତପସ୍ୟା କରିଥାନ୍ତି, ଫିର ବି ଆପଣଙ୍କର ଝଲକ ପାଇବା ବହୁତ କଷ୍ଟ ହୋଇଥାଏ ଏବଂ ମୁଁ ତ ଜଣେ ମହାପାପୀ, ପତିତ, ଅଧମ, ମୁଁ କିଛି ପୁଣ୍ୟ କରି ନାହିଁ। ତେବେ ସତରେ ପ୍ରଭୁ ଆପଣ କେତେ କୃପାଳୁ, କେତେ ଦୟାଳୁ। ଆଜି ମୁଁ ବୁଝିପାରୁଛି ଆପଣ କରୁଣାର ସାଗର ଅଟନ୍ତି। ମତେ ଆପଣ ଆଜି ଦର୍ଶନ ଦେଇଛନ୍ତି, ମୋର ଜୀବନ ଧନ୍ୟ ହେଇଯାଇଛି। ଏହିପରି ଦାସିଆ ବାଉରୀ ଲାଗିଲା ଯେମିତି ଜଗନ୍ନାଥଙ୍କୁ ତାର ଅନେକ ଦିନର ସଞ୍ଚିତ, ହୃଦୟରେ ସଞ୍ଚିତ ଥିବା ମନର ଭାବକୁ ପ୍ରକାଶ କରି ଚାଲିଛି, ଭାବକୁ ପ୍ରକାଶ କରି ଚାଲିଛି। ରଥଯାତ୍ରା ସରିଯାଇଛି, ପ୍ରଭୁଙ୍କୁ ରଥରେ ଦର୍ଶନ କରି ଦାସିଆ ବାଉରୀ ଫେରି ଆସିଛି, ଘରକୁ ଫେରି ଆସିଛି। ଫେରିବା ବେଳେ ଜଗନ୍ନାଥଙ୍କର ତୁଳସୀ ଫୁଲ ବାନ୍ଧି ଆଣିଥାଏ ଏବଂ ଜଗନ୍ନାଥଙ୍କ ପ୍ରେମରେ ଏତେ ବିହଳ ହେଇଯାଇଛି, ପ୍ରେମରେ ଏତେ ବିହଳ ହେଇଛି ଯେମିତି ମଦୁଆ ଟଳମଳ ଟଳମଳ ହେଇ ନିଜ ଘରେ ପ୍ରବେଶ କରିଥାଏ, ସେହିପରି ଜଗନ୍ନାଥଙ୍କ ପ୍ରେମରେ ଆଜି ଜଗନ୍ନାଥଙ୍କ ପ୍ରେମରେ ଆଜି ଦାସିଆ ବାଉରୀ ଟଳମଳ 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 ହୋଇ ଆସି ଘରେ ପହଞ୍ଚି ଯାଇଛି। ଆନନ୍ଦ କହିଲେ ନ ସରେ, ସତେ ଯେପରି ଏକ ଅମୂଲ୍ୟ ନିଧି କୁ ଆଜି ଦାସିଆ ପାଇଯାଇଛି। ତାହେଲେ ଏଥିରେ ଘରେ ଆସି ପହଞ୍ଚି ଯାଇଛି। ଦାସିଆ ବାଉରୀଙ୍କୁ ଦେଖି ତାଙ୍କର ଧର୍ମପତ୍ନୀ ସାଙ୍ଗେ ସାଙ୍ଗେ ତାଙ୍କ ପାଇଁ ଖାଇବା ବାଢ଼ିଛନ୍ତି, ପ୍ରସାଦ ବାଢ଼ିଛନ୍ତି ଏବଂ ଯୋଉ ପ୍ରସାଦ ବାଢ଼ିଛନ୍ତି ସେ ପ୍ରସାଦ
खुद खुद चाउलर खेचेड़ी खुद चाउल खेचेड़ी खेचेड़ी कह ना माठिया रंधा होती जो माटी पात्र रंधा होती एवं माटी पात्र एपर रंधा होती जे से माटी पात्र चारिपटे लाल देखा लाल मध्य ये जो सफेद रंगर खुद चाउल खेचड़ी पूरा व्हाइट देखा लाल एवं व्हाइट कॉम्बिनेशन देखा एवं तांकर पत्नी ये जो जाऊर मझिरे किछि शाग शाग कलार शाग शाग रखिकी दासिया बारन प्रदान करुछंती ग्रहण करिया पे दासिया बार देखि दउछंती माटीर पात्र चारिपटे लाल रंग मझिरे सफेद खेचेड़ी पूरा सर पड़ी व्हाइट सफेद एवं मझिरे ଶାଗ ଶାଗ କଳା ଶାଗ ପଡିଛି ତେଣୁ ଦାସିଆ ବାଉରୀ ଆଉ ସମ୍ଭାଳିକି ରହିପାରିଲେନି ଇଏ କି ଦୃଶ୍ୟ ଇଏ କି ମଧୁର ଦୃଶ୍ୟ ଇଏ ତ ମୋର ସାକ୍ଷାତ ଚକାଡୋଳା ଇଏ ତ ମୋର ସାକ୍ଷାତ ଜଗନ୍ନାଥ ଏହିପରି ଭାବି ଜଗନ୍ନାଥ ପ୍ରେମରେ ପୁରା ପାଗଳ ଭଳି ନୃତ୍ୟ କରିବାକୁ ଲାଗିଛନ୍ତି ପୁରା ଜଗନ୍ନାଥ ଭାବି ନୃତ୍ୟ ପାଗଳ ଭଳି ନୃତ୍ୟ କରୁଛନ୍ତି ଯେମିତି ତାଙ୍କର ବେହୋସ ମାନେ ବାହାର ଚେତନା କିଛି ନାହିଁ ପୁରା ନୃତ୍ୟ କରିବାକୁ ଲାଗୁଛନ୍ତି ସେତେବେଳେ ତାଙ୍କର ପତ୍ନୀ ବା ଗାଁ ଲୋକମାନେ ଭାବୁଛନ୍ତି ଆରେ ଦାସିଆ କଣ ପାଗଳ ହେଇଗଲା ନା କଣ ପାଗଳ ହେଇଗଲା କି ନା ଦାସିଆକୁ କିଛି ଭୂତ ପ୍ରେତ ଲାଗିଯାଇଛି ଚଣ୍ଡୀ ଲାଗିଯାଇଛି ନା ଦାସିଆ କିଛି ଡରି ଯାଇଛି ବୋଧ ହୁଏ ବାଟ ଆଇଲା ବେଳେ କିଛି ଡରି ଯାଇଛି କିଛି ଭୂତ ଭୂତ ତା ଦେହରେ ପଶି ଯାଇଛି ତେଣୁ ଏଇଭଳି ଭାବି ସମସ୍ତେ ଦାସିଆ ବାରିକ ପାଟି କରୁଛନ୍ତି ଦାସିଆ ଦାସିଆ ହୋସ ହେରା କାହିଁ ପାଗଳ ଭଳିଆ ହଉଛି ହୋସ ହେରା ଏଇଭଳି ଦାସିଆ ବାଉରୀକି କହୁଛନ୍ତି ଏବଂ ଦାସିଆ ବାଉରୀଙ୍କ ଧର୍ମପତ୍ନୀ ଯିଏ ପୁରା ଡରିଗଲେଣି କଣ ଆଜି ସ୍ୱାମୀ ଏମିତି କଣ ହଉଛନ୍ତି ପାଗଳ କଣ ହଉଛନ୍ତି ମୁଣ୍ଡ ଖରାପ ହେଇଗଲା କି ପାଗଳ ହେଇଗଲେ କି କହିଲେ ତାଙ୍କ ଧର୍ମପତ୍ନୀ ସମସ୍ତେ ଡାକୁଛନ୍ତି ସମସ୍ତେ ଗାଁ ଲୋକ ରୁଣ୍ଡ ହେଇ ଦାସିଆକୁ ବୁଝଉଛନ୍ତି ପାଟି କରୁଛନ୍ତି ସେତେବେଳେ ଦାସିଆ ବାଉରୀ ତାର ପ୍ରକୃତି ସ୍ଥିତ ହୋଇଛି ତାର ନିଜ ଚେତନାରେ ଆସିଛି ବୁଝିପାରୁଛି ଆରେ ଏମିତି ମୁଁ କଣ ହଉଛି ତେଣୁ ଦାସିଆ ବାଉରୀ କହୁଛି ଯେ ଦେଖ ଇଏ ଯୋଉ ସଫେଦ ଫରଫର ଆଖି ଏବଂ ତା ମଝିରେ ଯୋଉ ଶାଗ ପଡିଛି ଏ ବା ସ୍ୱୟଂ ଜଗନ୍ନାଥ ଦେଖିପାରୁନ ଏ ବା ସାକ୍ଷାତ ଜଗନ୍ନାଥଙ୍କ ଚକାଡୋଳା ତେଳେ ମୁଁ ତାକୁ ଦେଖି କେମିତି ରହିପାରିବି ତୁମେ ଦେଖ ଜଗନ୍ନାଥଙ୍କୁ ଦର୍ଶନ କର ଜଗନ୍ନାଥ ଏଇଭଳି ପାଗଳ ଭଳିଆ ସେ ତାଙ୍କର ସମସ୍ତଙ୍କୁ କହି ଲାଗୁଛି ତେଣୁ ଇଏ ଥିଲା ପ୍ରେମୀ ଯେମିତି ତାର ପ୍ରେମିକାକୁ ସର୍ବତ ଦର୍ଶନ କରିଥାଏ ସେହିପରି ଇଏ ଦାସିଆ ପ୍ରେମୀ ତାର ପ୍ରେମିକ ଜଗନ୍ନାଥଙ୍କୁ ସର୍ବତ୍ର ଦର୍ଶନ କରୁଛି ସର୍ବତ୍ର ଯୁଆଡେ ଯାଉ ଜଗନ୍ନାଥ ଦର୍ଶନ କରୁଛି ଯୁଆଡେ ଯାଉ ଜଗନ୍ନାଥ ଦର୍ଶନ କରୁଛି ଯାହାକୁ ଦେଖୁଛି ଜଗନ୍ନାଥ ଦର୍ଶନ କରୁଛି ଏଇଭଳି ଆଜି ଜଗନ୍ନାଥ ପ୍ରେମରେ ଉବୁଟୁବୁ ହଉଥିବା ଦାସିଆ ବାଉରୀ ଶୋଇପଡିଛି ଆଖି ଲାଗି ଯାଇଛି ତେଣୁ ଭଗବାନ କିପରି ସମ୍ଭାଳି ପାରିବେ ଗୋଟେ ଭକ୍ତ ତାଙ୍କ ପ୍ରେମରେ ପାଗଳ ସଦୃଶ୍ୟ ତ ଭଗବାନ କଣ ରହିପାରିବେ ତେଣୁ ସ୍ୱୟଂ ଜଗନ୍ନାଥ ଶଙ୍ଖ ଚକ୍ର ଗଦାଧାରୀ ରୂପରେ ଆସି ଦର୍ଶନ ଦଉଛନ୍ତି ସାକ୍ଷାତ ଦାସିଆ ବାଉରୀଙ୍କୁ ଯେମିତି ଦର୍ଶନ କରିଥିଲେ ରଥ ଉପରେ ସେହିପରି ଦାସିଆ ବାଉରୀ ମଧ୍ୟ ନେତ୍ର ସମ୍ମୁଖରେ ଜଗନ୍ନାଥଙ୍କୁ ଦର୍ଶନ କରୁଛନ୍ତି ଏବଂ ଜଗନ୍ନାଥଙ୍କୁ ଦର୍ଶନ କରି ଦାସିଆ କୃତାର୍ଥ ହେଇଯାଉଛି ସାକ୍ଷାତ ଦଣ୍ଡବତରକାଣୀ ଭଗବାନଙ୍କୁ ଚାହିଁ ରହୁଛି ମୁଖରୁ କଥା ବାହାରୁନି ଶରୀର ରୋମାଞ୍ଚ ସୃଷ୍ଟି ହଉଛି ଏବଂ ନୟନ ଯୁଗଳରୁ ପ୍ରେମ ରୂପକ ଅଶ୍ରୁ ଝରି ଆସୁଛି ଏହି ଫଳରେ ଜଗନ୍ନାଥଙ୍କୁ ଦର୍ଶନ କରି
ଦାସିଆ ବାଉରୀ ପୁରା ପୁରା ପାଗଳ ହେଇଯାଉଛି, ତଲ୍ଲୀନ ହେଇଯାଉଛି। ଜଗନ୍ନାଥ ମଧ୍ୟ ହସି ହସି କହୁଛନ୍ତି, ଶୁଣ ଦାସ, ହେ ଦାସିଆ ଶୁଣ, ଯେଉଁ ଭକ୍ତ କାମନା ବାସନା ତ୍ୟାଗ କରି ସ୍ୱର୍ଗ ଅପବର୍ଗକୁ ଖ୍ୟାତି ନ କରି ଏକମାତ୍ର ମୋତେ ତାର ସର୍ବସ୍ୱ ମନେ କରେ, ପ୍ରୀତି କରେ, ମୋତେ ଭକ୍ତି ଭାବରେ ଭଜେ, ମୁଁ ତାକୁ ଭୋଜନ କରୁଥାଏ। ମୁଁ ତାକୁ କଦାପି ଭୁଲି ପାରିନାହିଁ। ହେ ବତ୍ସ, ମୁଁ ତୁମକୁ ଦର୍ଶନ ଦେଇଛି, ମୁଁ ତୁମକୁ ଦର୍ଶନ ଦେଇଛି, ତୁମେ କିଛି ବର ମାଗ ମତେ। କାରଣ ମୁଁ ଯାହାକୁ ଦର୍ଶନ ଦିଏ ତାକୁ କିଛି ବର ପ୍ରଦାନ କରିଥାଏ। ଏ ଜଗନ୍ନାଥଙ୍କର ବର କଥା ଶୁଣି ଦାସିଆ କହୁଛନ୍ତି, ପ୍ରଭୁ ମୋର ବର କିଛି ଆବଶ୍ୟକ ନାହିଁ। ନ ଧନ ନ ଜନ ନ ସୁନ୍ଦରୀ କବିତାଂ ବା ଜଗଦୀଶ କାମାଏ। ହେ ପ୍ରଭୁ, ମୋର ଏ ଧନ ଜନ ସୁନ୍ଦରୀ କିଛି ଆବଶ୍ୟକ ନାହିଁ। ମୁଁ ଆପଣଙ୍କ କିଛି ଚାହେଁ ନାହିଁ। ନା ନା ଦାସିଆ, ମୁଁ ଯାହାକୁ ଦର୍ଶନ ଦିଏ ଖାଲି ଦର୍ଶନ ଦିଏନି, ତୁମକୁ କିଛି ମାଗିବାକୁ ପଡିବ, କିଛି ବର ନବାକୁ ପଡିବ। ଜଗନ୍ନାଥଙ୍କର ଇଏ ବାଧ୍ୟତାମୂଳକ ବର ପ୍ରଦାନରେ ଆଜି ଦାସିଆ ବାଉରୀ ମାଗୁଛି ଯେ ପ୍ରଭୁ, ଯଦି ଆପଣ ମତେ ଦବାକୁ କିଛି ଚାହୁଁଛନ୍ତି ତାହେଲେ ମୁଁ ଏତିକି ମାଗୁଛି, ମୁଁ ଆପଣଙ୍କୁ ଯେତେବେଳେ ଦର୍ଶନ କରିବାକୁ ଚାହିଁବି ଦୟାକରି ମତେ ଆପଣ ଆପଣଙ୍କ ଦର୍ଶନ ଦେବେ। ୟା ଛଡା ମୋର କିଛି ହିଁ ଲୋଡ଼ ନାହିଁ। ମୁଁ ଯେତେବେଳେ ଚାହିଁବି ଆପଣଙ୍କୁ ଦର୍ଶନ କରିବା ପାଇଁ, ବାସ୍ ସେତେବେଳେ ଖାଲି ମତେ ଆପଣ ଦର୍ଶନ ଦେବେ, ତ ଏହା ମଧ୍ୟ ମୋର କିଛି ଦରକାର ନାହିଁ। ଭକ୍ତର ପ୍ରାର୍ଥନା ଶୁଣି ପ୍ରଭୁ ପ୍ରଶଂସା କହିଲେ ଏବଂ ଜଗନ୍ନାଥ ଦୁଇଟି ବର ପ୍ରଦାନ କଲେ ଦାସିଆ ବାଉରୀଙ୍କୁ। ପ୍ରଥମ ବର ପ୍ରଦାନ କଲେ, ଦାସିଆ ବାଉରୀ ତୁମେ ଯେତେବେଳେ ପୁରୀ ଯାଇ ମତେ ଚିନ୍ତା କରି ନୀଳଚକ୍ରକୁ ଚାହିଁବ, ମୁଁ ନୀଳଚକ୍ରରେ ଥାଇ ତୁମକୁ ତୁମ ଇଚ୍ଛା ରୂପରେ ଦର୍ଶନ ପ୍ରଦାନ କରିବି। ଯେତେବେଳେ ଯେଉଁ ମୋମେଣ୍ଟରେ ଯାଇ ତୁମେ ମୋର ନୀଳାଚଳ ଚକ୍ର, ନୀଳାଚଳ ଚକ୍ରକୁ ଦର୍ଶନ କରିବ ଏବଂ ତୁମେ ଯେଉଁ ରୂପରେ ମତେ ଦର୍ଶନ କରିବାକୁ ଚାହୁଁଥିବ, ମୁଁ ତୁମକୁ ସେ ରୂପରେ ଦର୍ଶନ ପ୍ରଦାନ କରିବି। ଇଏ ଥିଲା ପ୍ରଥମ ବର। ଯେଉଁ ରୂପରେ ଦର୍ଶନ କରିବାକୁ ଚାହିଁବ, ମୁଁ ତୁମକୁ ସେଇ ରୂପରେ ଦର୍ଶନ ଦେବି। ଦ୍ୱିତୀୟ ବର ବି ଜଗନ୍ନାଥ ଦଉଛନ୍ତି କଣ ନା, ତୁମେ ମତେ ଯାହା ନୈବେଦ୍ୟ ଅର୍ପଣ କରିବ, ଯାହା ନୈବେଦ୍ୟ ଅର୍ପଣ କରିବ ତାହାକୁ ମଧ୍ୟ ମୁଁ ଗ୍ରହଣ କରିବି। ଏଇ ଦୁଇଟି ସୁନ୍ଦର ବର ପ୍ରଦାନ କରି ଜଗନ୍ନାଥ ଅନ୍ତର୍ଧାନ ହେଇଯାଉଛନ୍ତି। ରାତି ପାଇଯାଉଛି, ଆଉ କଣ ଦାସିଆର ମନ ଘରେ ରହିବ? ବ୍ୟାକୁଳ ହଉଛି, ବ୍ୟାକୁଳ ହଉଛି କେମିତି ସକାଳ ପାଇବ, ମୁଁ ଜଗନ୍ନାଥଙ୍କୁ ସେବା କରିବି। ପୁରା ଜଗନ୍ନାଥଙ୍କ ଉପରେ ଉବୁଟୁ ବ୍ୟାକୁଳ ହଉଛି। ଜଗନ୍ନାଥଙ୍କ ନାମ ଉଚ୍ଚାରଣ କରି କୀର୍ତ୍ତନ କରି ପାଗଳଙ୍କ ଭଳିଆ ଘରେ ହଉଛି। ରାତି ପାଇଯାଇଛି, ଜଗନ୍ନାଥ ଉବୁଟୁବୁ ହଉଥିବା ଦାସିଆ ଦୌଡୁଛି କୋଉଠିକି? ତାଙ୍କ ସାହିର ବ୍ରାହ୍ମଣ ସାହିକି। ଗୋଟେ ସୁନ୍ଦର ଦିନ ସାରା ତନ୍ତରେ ବୁଣିଥିବା ଲୁଗାକୁ ବ୍ରାହ୍ମଣ ମହାଶୟ ପ୍ରଦାନ କରୁଛି। ଯେ ବ୍ରାହ୍ମଣ ମହାଶୟ, ଇଏ ତାର ପ୍ରଫେସନ, ବିଜନେସ। ଦିନ ସାରା ପରିଶ୍ରମ କରି 4-5 ଦିନ ପରିଶ୍ରମ କରି ଯେଉଁ ତନ୍ତ ଲୁଗା ଟିକେ ବୁଣିମେ ତାହାକୁ ବିକ୍ରୟ କରି ଯାହା ଲକ୍ଷ୍ମୀ କିଛି ପ୍ରାପ୍ତ କରନ୍ତି, ସେଥିରେ ତାଙ୍କର ଗୁଜରାଣ ମେଟନ୍ତି। ତେଣୁ 4-5 ଦିନ ପରିଶ୍ରମରେ ପ୍ରାପ୍ତ କରିଥିବା ସେଇ ଲୁଗାଟିକୁ ଯେତେବେଳେ ବ୍ରାହ୍ମଣ ଗୋସାଇଙ୍କ ଦାଣ୍ଡରେ ଯାଇ ପ୍ରଦାନ କରୁଛନ୍ତି ଓ ବ୍ରାହ୍ମଣ ଗୋସାଇ ଦାଣ୍ଡ ଦୁଆରେ ନୂଆ ବସ୍ତ୍ର ନେଇ ଘର ଭିତରକୁ ଯାଉଛନ୍ତି, ବ୍ରାହ୍ମଣ ଗୋସାଇଙ୍କର ଦାଣ୍ଡରେ ଅବସ୍ଥିତ ଥିବା ଏକ ନଡ଼ିଆ ଗଛ ଉପରେ ଇଏ ଦାସିଆ ବାଉରୀଙ୍କର ନଜର ପଡୁଛି। ସୁନ୍ଦର ନଡ଼ିଆ ଗଛ ଲାଗୁଛି, ଏମିତି ଗୋଟିଏ ନଡ଼ିଆ ଗଛ ଏବଂ ଏତେ ବଡ ନଡ଼ିଆ ଗଛରେ ମାତ୍ର ଗୋଟିଏ ନଡ଼ିଆ ହେଇଛି। ଲାଗୁଛି ସେ ନଡ଼ିଆ ମଧ୍ୟ ଜଗନ୍ନାଥ ରୂପରେ
ଦାସିଆ ବାଉରୀ କି ଦର୍ଶନ ଦେଉଛି, ଯେମିତି ଲାଗୁଛି ଦାସିଆ ବାଉରୀ ଆରେ ଇଏ ତ ମୋ ଜଗନ୍ନାଥ। ସାଙ୍ଗେ ସାଙ୍ଗେ ଦାସିଆ ବାଉରୀ ନେହୁରା ହଉଛି, ବ୍ରାହ୍ମଣ ଦେବତା ଗୋସେଇ ମତେ ନଡିଆଟି ଦିଅନ୍ତୁନି। ବ୍ରାହ୍ମଣ କହୁଛନ୍ତି ଆରେ ଏଇଟା ତ ନୂଆ ଗଛ, ଇଏ ଫଳ ତତେ ମୁଁ କେମିତି ପ୍ରଦାନ କରିବି? ଏ ନୂଆ ଗଛ, ଗୋଟିଏ ଫାଷ୍ଟ ଟାଇମ ଗୋଟିଏ ମାତ୍ର ନଡିଆ ହେଇଛି, ମୁଁ ନଡିଆ ତତେ କେମିତି ଦେବି? ଠିକ ଅଛି, ତୁ ନଡିଆ ନେଇ କଣ କରିବୁ? ଯଦି ନଡିଆ ଦେବି ତୁ କଣ କରିବୁ? ମୋ ଦରକାର ଅଛି ଗୋସେଇ, ତମେ ଏଇ ନଡିଆ ବଦଳରେ ଯାହା କଉଡ଼ି ମାଗିବ ମୁଁ ତମକୁ କଉଡ଼ି ଦେବି, ଦୟାକରି ମତେ ଇଏ ନଡିଆଟି ପ୍ରଦାନ କର। ଯେତେବେଳେ ଏ କଥା ବ୍ରାହ୍ମଣ ଗୋସାଇଙ୍କର କର୍ଣ୍ଣରେ ପ୍ରବେଶ କରିଛି, ଯାହା କଉଡ଼ି ମତେ ମାଗିବ ମୁଁ ପ୍ରଦାନ କରିବି, କିନ୍ତୁ ନଡିଆ ମୋର ଦରକାର। ଏଥିରେ ବ୍ରାହ୍ମଣ ଖୁସି ହେଇଯାଇଛନ୍ତି, କହିଛନ୍ତି ଠିକ ଅଛି, ତାହେଲେ ଏଇ ନଡିଆ ବାବଦକୁ ତତେ ଅଧିକ ମୂଲ୍ୟ ଦେବାକୁ ପଡିବ। କଣ ଅଧିକ ମୂଲ୍ୟ ଦେବି? ନା ତୁ ଯଦି ଇଏ ଲୁଗାଟିର ମୂଲ୍ୟ ପୁରା ଛାଡିଦେବୁ, 4-5 ଦିନ ପରିଶ୍ରମରେ ବୁଣିଥିବା ଯୋଉ ଲୁଗାଟିର ମୂଲ୍ୟ ଯେ ପୁରା କମ୍ପ୍ଲିଟ ଭାବେ ମତେ ଛାଡିଦେବୁ, ସମ୍ପୂର୍ଣ୍ଣ ରୂପେ ଛାଡିଦେବୁ, ତାହେଲେ ମୁଁ ତତେ ନଡିଆ ଦେବି। 4-5 ଦିନର ପରିଶ୍ରମରେ, ଅକ୍ଳାନ୍ତ ପରିଶ୍ରମରେ ବୁଣିଥିବା ତନ୍ତୁ ଲୁଗା ପ୍ରତି ଦାସିଆର ଆସକ୍ତ ନଥିଲା, ଆସକ୍ତ ଥିଲା ଜଗନ୍ନାଥଙ୍କ ଉପରେ। ସାଙ୍ଗେ ସାଙ୍ଗେ ଆନନ୍ଦରେ ଦାସିଆ ବାଉରୀ ଆଜି ରାଜି ହେଇଛନ୍ତି, ଠିକ ଅଛି ତୁମେ ଲୁଗାଟି ଦିଅ, ମୋତେ ସେ ନଡିଆଟି ଦିଅ, ମୋର ନଡିଆ ଦରକାର, ମୋର ନଡିଆଟି ଦିଅ। ତେଣୁ ଏଣ୍ଟାର ଗୋଟେ ତନ୍ତୁ ଲୁଗା ବଦଳରେ ଗୋଟେ ମାତ୍ର ନଡିଆ ଆଜି ବ୍ରାହ୍ମଣ ବ୍ରାହ୍ମଣ ଦେବତାଙ୍କୁ ଦବାକୁ ପଡୁଛି। ତେଣୁ ବ୍ରାହ୍ମଣଙ୍କ ମନ ବହୁତ ଖୁସି, ପୁରା ଖୁସି। ଯାହା ହଉ ମୁଁ ଗୋଟିଏ ନଡିଆ ବଦଳରେ ଏ ଏଣ୍ଟାର ଲୁଗାଟାକୁ ପାଇଲି। ତେଣୁ ବ୍ରାହ୍ମଣ ଦେବତା ପୁରା ଖୁସି ଏବଂ ଦାସିଆ ମାଉରୀ ମଧ୍ୟ ପୁରା ଖୁସି, କାରଣ ଗୋଟିଏ ନଡିଆ ବଦଳରେ ତାର ଏଇ ଯୋଉ ଜଗନ୍ନାଥଙ୍କର ପ୍ରିୟ ଗୋଟିଏ ବସ୍ତ୍ର ବଦଳରେ ଏ ଜଗନ୍ନାଥଙ୍କୁ ପ୍ରଦାନ କରିବା ପାଇଁ ଏ ପ୍ରିୟ ନଡିଆକୁ ପ୍ରାପ୍ତ ହେଇଛି। ତେଣୁ ଦି ଜଣ ଖୁସି ଅଛନ୍ତି, ବ୍ରାହ୍ମଣ ଗୋସାଇ ମଧ୍ୟ ଖୁସି, ଗୋଟିଏ ନଡିଆ ବଦଳରେ ଆଜି ମୁଁ ଏଣ୍ଟାର ଲୁଗା ଟିକେ ପାଉଛି। ଦାସିଆ ବାଉରୀ ମଧ୍ୟ ଖୁସି, କାରଣ ମୋର ଯାଉ ସବୁ କିଛି, ମୋର ଲୁଗାଟା 4-5 ଦିନ ପରିଶ୍ରମ ଯାଉ, ଘରେ ଖାଇବାକୁ ନଥାଉ, ଘରେ ପିନ୍ଧିବାକୁ ନଥାଉ, ଆମେ ପଛେ ପାଣି ପିଇକି ରହିଯିବୁ, କିନ୍ତୁ ମୋ ଜଗନ୍ନାଥଙ୍କ ପାଇଁ ମୁଁ ଏ ନଡିଆ ଟିକେ ପ୍ରାପ୍ତ କରିଛି। ତେଣୁ ଦି ଜଣଙ୍କ ଖୁସି ଅଛନ୍ତି, ବ୍ରାହ୍ମଣ ଗୋସାଇ ବି ଖୁସି ଏବଂ ଦାସିଆ ବାଉରୀ ମଧ୍ୟ ଖୁସି। କିନ୍ତୁ ଦି ଜଣଙ୍କ ଖୁସି ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ ଅଛି। କଣ ପାର୍ଥକ୍ୟ? ବ୍ରାହ୍ମଣ ଗୋସାଇ ଯୋଉ ଖୁସି ଥିଲେ, ବ୍ରାହ୍ମଣ ଗୋସାଇଙ୍କର ଖୁସି ହେବାର ପଛରେ କାରଣ ଥିଲା କଣ? ନିଜର ସ୍ୱାର୍ଥ, ନିଜର ସ୍ୱାର୍ଥ। ବାସ୍ ଗୋଟେ ନଡିଆ ଦେଇ ମୁଁ ଆଜି ଏଣ୍ଟାର ଲୁଗାଟା ପାଇଲି। ବ୍ରାହ୍ମଣ ଦେବତା ଖୁସି ଥିଲେ, କାହିଁକି? ନିଜର ସ୍ୱାର୍ଥ ଥିଲା ଖୁସି ହେବା ପଛରେ। କିନ୍ତୁ ଦାସିଆ ବାଉରୀ ଖୁସି ହବାର ପଛରେ ଥିଲେ କିଏ? ସେ ପରମାର୍ଥ, ପରମାର୍ଥ। ସିଏ ପ୍ରଭୁଙ୍କ ଖୁସିରେ ଖୁସି ହେଉଥିଲେ। ତାଙ୍କୁ ସାରା ଦିନର ପରିଶ୍ରମ ଚାଲିଯାଉ, ମୂଳଧନ ବୁଡି ଯାଉ, ତିଳେ ମାତ୍ର ଦୁଃଖ ନାହିଁ। କିନ୍ତୁ ଭଗବାନ ପାଇଁ ଆଜି ନଡିଆ ପ୍ରାପ୍ତ ହେଇଗଲେ, ସୁନ୍ଦର ନଡିଆ, ତେଣୁ ସେ ସେଥିରେ ବହୁତ ଖୁସି ଥିଲେ। ତେଣୁ ଯଦିଓ ଦୁଇ ଜଣ ଏକ ଖୁସି ଥିଲେ, କିନ୍ତୁ ଏ ଖୁସି ହବାର ଆକାଶ ପାତାଳ ପାର୍ଥକ୍ୟ ଅଛି। ବ୍ରାହ୍ମଣ ଦେବତା ନିଜର ସ୍ୱାର୍ଥ ପାଇଁ ଖୁସି ଥିବା ବେଳେ ଦାସିଆ ବାଉରୀ ପରମାର୍ଥ ପାଇଁ, ଭଗବାନ ପାଇଁ ଖୁସି ଅଛନ୍ତି।
ତେଣୁ ଦି ଜଣକ ଖୁସି ହବାର ପଛପଟେ ଆକାଶ ପାତାଳ ପାର୍ଥକ୍ୟ, ସ୍ୱାର୍ଥ ପରମାର୍ଥ ପାଇଁ ଦି ଜଣ ଖୁସି ଅଛନ୍ତି। ତେଣୁ ପ୍ରକୃତରେ ଦାନୀ କିଏ ସେ? ଯଦି ଏ ପ୍ରଶ୍ନ ଉଠେ, ଜଗତରେ ଦାତା ତ ଅନେକ ଅଛନ୍ତି, ଅନେକ ଅନେକ ଦାତା ଅଛନ୍ତି, ଯେଉଁମାନେ ଠାକୁରଙ୍କ ପାଇଁ ପ୍ରସାଦ ପ୍ରସାଦ ଦାନ କରୁଛନ୍ତି ବା ଭଗବାନ ପାଇଁ ବସ୍ତ୍ର ଦାନ କରୁଛନ୍ତି, ଜଗନ୍ନାଥ ପାଇଁ ଆଭୂଷଣ ଦାନ କରୁଛନ୍ତି। ଖାଲି ସେତିକି ନୁହଁ, ମନ୍ଦିର ତିଆରି ପାଇଁ ମଧ୍ୟ ସେମାନେ ଲକ୍ଷ ଲକ୍ଷ ଟଙ୍କା ଡୋନେସନ ଦଉଛନ୍ତି ବା ପ୍ରଦାନ କରୁଛନ୍ତି। କିନ୍ତୁ ସେମାନେ କେମିତି ପ୍ରଦାନ କରୁଛନ୍ତି? ଏହାର ଉତ୍ତର ହଉଛି, ସେମାନେ ନିଜର ଅନେକ ପିଢି ପାଇଁ ସଞ୍ଚୟ କରିସାରିଲା ପରେ, ଅନେକ ବର୍ଷ ଧନର ବ୍ୟବସ୍ଥା କରିସାରିଲା ପରେ ଦାନ କରିଥାନ୍ତି। କହିବାର ଉଦ୍ଦେଶ୍ୟ, ये जो जगन्नाथ पे अन्न वस्त्र अलंकार मंदिर पे पैसा प्रदान करते, डोनेशन दियंती, एमाने सेमानकर संचित धन प्रदान दियंती। संचित धन लाख टका संचय होइछि, 5,000 डोनेशन दे दियंती। करोड़ करोड़ पैसा संचय करछंती, तांकर पीढ़ी पे 7 जन्म पीढ़ी पे संचय करछंती। संचित धनरु किछि अंश लक्षे 2 लाख दे दियंती। एटा की बड़ कथा? पुणी से धन पवित्र धन नुहे कि निजर झाल बुहा धन नुहे। जो धन प्रदान करथांती से पवित्र धन नुह कि निजर झाल बुहा, अर्थात अक्लांत परिश्रम करी से धन संचय करथांती। किए सरकार को ठकी कि धन संचय करिछि, किए निरीह लोकमानकर तंटी चिपी संग्रह करिथिबा धन रु किछि अंश भगवान को प्रदान करछंती। एटा की बड़ कथा? बा धन प्रदान करि सारला परे भगवान को पुणी सेमानकर बुद्धि लगांती। कौन बुद्धि लगांती? प्रभु मु आज आपण को लक्ष टका दान कली, 50,000 दान कली, 100 टका दान कली, 200 दान कली, मोर एइटा हे जिवो, मो पुअर चाकरी हे जिवो। भगवान को लांच दियंती, मो पुअर चाकरी हे जिवो, मु प्रभु आपण 50,000 देली कंडीशन। ये भक्ति न, ये प्रेम न। मो झीर विवाह हे जिवो प्रभु, मो डोनेशन लक्ष टका देली, कि मोर मु आरोग्य हे जिबी। ए भलिया एमाने भगवान से कंडीशन करी भगवान को लांच प्रदान करथांती। तले केमती दान हे परियो? पुणी सेतिकी नुह, निजर मान सम्मान प्रतिष्ठा को वृद्धि करिया पई ए दान करिथिबा लक्ष्मी द्वारा से माने कोन करंती ना, मार्बल हो बा टाइल्स उपरे सेमानकर नाम लिखि से मंदिर रे स्थापन करथांती। चित्ररंजन साहू दान कर लक्ष टका फल करी मंदिर फिक्स कहीं जी आसे पढ़ियो, चित्ररंजन साहू लक्ष टका देइछंती। वाह वाह, एई प्रकार मान सम्मान प्रतिष्ठा आशा करी निजर नाम फलक लगे थांती। जो भगवान से कंडीशन करथांती, मोर पुओ बाहागर हब प्रभु मु दउछि पैसा आपनको, इन जगन्नाथ लांच नउछंती, लांच कराबर करछन, जगन्नाथ नेले ता पुओ बाहागर हब। ए भलिया जगन्नाथ तो कंडीशन करंती एवं अनेक दिनर संचित करता धनरु किछि अंश अर्पण करंती। एवं से धन ना पवित्र अटे ना झाड़ुआ धन अटे। तले ये कि प्रकार धन? किंतु आज जो दास्या बाउरी दान करिछि
ତାହେଲେ ଭାବନ୍ତୁ କେମିତି ଦାନ କରିଛି ନା ନିଜ ପେଟରୁ କାଟି ଭାବୁନି ନିଜର ମୂଳଧନକୁ ବୁଡେଇ ଦଉଛି। ସେ ଭାବୁନି ମୁଁ କୋଉଠି ନେଲିନି ଖାଲି କେମିତି ପୁଣି ମୁଁ ଲୁଗା ବୁଣିବି। ନିଜର ମୂଳଧନକୁ ବୁଡେଇ ନା କାଲି ସକାଳେ କଣ ଖାଇବୁ, କଣ ପିନ୍ଧିବୁ, କଣ ଲଗେଇବୁ, ନୋ ବାଲାନ୍ସ, ସଞ୍ଚୟ କିଛି ନାହିଁ। ନିଜର ମୂଳଧନକୁ ବୁଡେଇ ଆଜି ଦାସିଆ ନିଜ ପେଟରୁ କାଟି ଜଗନ୍ନାଥଙ୍କୁ ନଡିଆ ଅର୍ପଣ କରୁଛି। ତାହେଲେ ଭାବନ୍ତୁ କେଉଁ ଦାନ ସର୍ବଶ୍ରେଷ୍ଠ ଦାନ? ଜଣେ ସଞ୍ଚିତ ଦାନରୁ କିଛି ଅଂଶ ପ୍ରଦାନ କରିବ, ମାନ ସମ୍ମାନ ପ୍ରତିଷ୍ଠା ଆଶା କରିବ, ଭଗବାନଙ୍କୁ ଲାଞ୍ଚ ଦେଶ ଦେବ, ସେ ଦାନ ଶ୍ରେଷ୍ଠ ଦାନ ନା ଜଣେ ଜଣେ ମୂଳଧନ ବୁଡେଇ ନା ମା ନା ସମ୍ମାନ ନା ପ୍ରତିଷ୍ଠା, ଚିନ୍ତା ହିଁ ନାହିଁ ସକାଳ ପାଇଲେ କଣ ଖାଇବୁ, ଭଗବାନଙ୍କୁ ଦାନ କରୁଛି, ତାହେଲେ ସିରେ ଶ୍ରେଷ୍ଠ ଦାନ ଅଟେ। ଆପଣ ମାନେ ଚିନ୍ତା କରନ୍ତୁ। ସେଥିପାଇଁ ତ ଭଗବାନ କହିଲେ ପତ୍ରଂ ଫଳ ପୁଷ୍ପଂ ତୋୟଂ ଯୋ ମେ ଭକ୍ତା ପ୍ରୟଚ୍ଛନ୍ତି। ମୋର ଦରକାର ନାହିଁ, ଯିଏ ମତେ ପ୍ରେମରେ ଖାଲି ଗୋଟେ ପତ୍ର ଦେଇଦବ ମୁଁ ସନ୍ତୁଷ୍ଟ। ପତ୍ର ଫୁଲ ଦେଇଦବ ଆହୁରି ସନ୍ତୁଷ୍ଟ। ଫଳ କଥା ଛାଡ଼, ଆପେଲ କେଜି 400 ଟଙ୍କା। ସବୁଠୁ ମାଗଣାରେ ଟିକେ ଜଳ ବି ଦେଇଦବ ତଥାପି ମୁଁ ଖୁସି। ତେଣୁ ଆଜି ସେ ହେଇଛି ଦାସିଆ ବାଉରୀ ତାର ସର୍ବସ୍ୱକୁ ଦାନ କରି ନିଜର ମୂଳଧନକୁ ବୁଡେଇ କିଛି ସକାଳ ପାଇଲେ କଣ ଖାଇବୁ, କଣ ପିନ୍ଧିବୁ, କଣ ଲାଗିବୁ ଚିନ୍ତା ନ କରି ତାର ସର୍ବସ୍ୱ ଦାନ କରି ନଡିଆଟିକୁ ଧରି ଯାଉଛି ଜଗନ୍ନାଥଙ୍କୁ ଦେବା ପାଇଁ। ଶୁଣୁଛି ସାଙ୍ଗେ ସାଙ୍ଗେ ଯେ ତାଙ୍କର ଗାଁ ଲୋକ କିଛି ନଡିଆ, ଆମ୍ବ, ପଣସ, କଦଳୀ ଧରି ଯାଉଛନ୍ତି ପୁରୀ ଜଗନ୍ନାଥଙ୍କୁ ଭୋଗ ଲଗାଇବା ପାଇଁ। ସାଙ୍ଗେ ସାଙ୍ଗେ ଦାସିଆ ବାଉରୀ ନିବେଦନ କରୁଛି ବ୍ରାହ୍ମଣ ଗୋସାଇଁ, ବ୍ରାହ୍ମଣ ଗୋସାଇଁ ଯେ ଏ ନଡିଆକୁ ଟିକେ ମୋର ଜଗନ୍ନାଥଙ୍କୁ ଭୋଗ ଲଗେଇଦବ, ଦେଇଦବ। ସାଙ୍ଗେ ସାଙ୍ଗେ ଦାସିଆ ବାଉରୀର କଥାରେ ବ୍ରାହ୍ମଣ ନଡିଆକୁ ଗ୍ରହଣ କରୁଛନ୍ତି ଆଦରରେ, ଠିକ ଠିକ ଭୋଗ ଲଗେଇଦବୁ। ଦାସିଆ ବାଉରୀ କହୁଛି ବ୍ରାହ୍ମଣ ଗୋସାଇଁ, ଆପଣ ମାନେ ଯୋଉ ନଡିଆ, କଦଳୀ, ପଣସ ନେଇକି ଯାଉଛନ୍ତି ଆଗ ତାକୁ ଭୋଗ ଲଗେଇଦେବେ, ଆଉ ମୋ ମୋ ନଡିଆକୁ ସେମିତି ଦେବେନି। କେମିତି ଦେବୁ ନା ଗୌଡ ସ୍ତମ୍ଭ ପଛରେ ରହି ଜଗନ୍ନାଥଙ୍କୁ କହିବେ ଯେ ବାଲିଗାଁର ଦାସ କିଏ, ଇଏ ନଡିଆ ତମକୁ ଦେଇଛି, ତ ସେ ତାଙ୍କ ହାତ ବଢେଇକି ଏ ନଡିଆ ନେବେ ତାହେଲେ ପ୍ରଦାନ କରିବେ। ବ୍ରାହ୍ମଣ ସେ ହସୁଛନ୍ତି, ଆରେ ଇଏ କଣ ହାତ ବଢିକ ଜଗନ୍ନାଥ ନେବେ, ତ ମୁଣ୍ଡ କାମ କରୁନେ କଣ, ଏମିତି ଜଗନ୍ନାଥ ଦେବେ? ନା ନାଇଁ 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 ବ୍ରାହ୍ମଣ ଗୋସାଇଁ ଆପଣ ଏମିତି ହିଁ ଦେବେ। ଆଉ ଯଦି ଜଗନ୍ନାଥ ନେବେନି, ଯଦି ଜଗନ୍ନାଥ ନେବେନି କହିବେ ଜଗନ୍ନାଥଙ୍କୁ ଯେ ଦାସିଆ ବାଲିଗାଁର ଦାସ ଆପଣଙ୍କୁ ନଡିଆ ଦେଇଛି, ଯଦି ସେ ନ ନେବେ ତାହେଲେ ଦୟାକରି ତୁମେ ଏ ନଡିଆକୁ ଧରିକି ପଳେଇ ଆସ, ଦବନି। ବ୍ରାହ୍ମଣ ମୃଦୁ ମୃଦୁ ହସି କହିଲେ ତୁ କଣ ପାଗଳ ହେଲୁ କିରେ ଦାସିଆ? ପ୍ରଭୁ କଣ ନିଜେ ହାତରେ କିଛି ଗ୍ରହଣ କରନ୍ତି? ନାଇଁ ନାଇଁ ଗୋସାଇଁ, ଯଦି ମୋ ପ୍ରଭୁ ଏ ନଡିଆକୁ ନିଜ ହାତେ ଗ୍ରହଣ ନ କରନ୍ତି ତେବେ ଗୋସାଇଁ ଫେରେଇ ଆଣିବେ। ଇଏ ଦାସିଆର ସରଳ କଥାରେ ବ୍ରାହ୍ମଣ କହିଲେ ଠିକ ଅଛି, ସେ ନଡିଆକୁ ଦିଅ। ତେଣୁ ବ୍ରାହ୍ମଣ ଦେବତା ପୁରୀରେ ପହଞ୍ଚିଲେ, ନିଜର ସବୁ ଦ୍ରବ୍ୟକୁ ଭଗବାନ ପାଖରେ ନୈବେଦ୍ୟ ଲଗେଇଲେ, ତାଙ୍କର ସମସ୍ତ ଭୋଗ ଜଗନ୍ନାଥଙ୍କୁ ପ୍ରଦାନ କରି ସାରିଲା ପରେ ଯେତେବେଳେ ମନ୍ଦିରରୁ ଫେରି ଆସୁଛନ୍ତି ମନେ ପଡିଯାଉଛି ଆରେ ଏ ଦାସିଆ ଦେଇଥିଲା ନଡିଆଟି, ପଠେଇଛି, କହିଛି ସ୍ୱହସ୍ତରେ ଗ୍ରହଣ କରିବେ, ଦେବେ ନହେଲେ ଫେରି ଆଣିବେ। ଏଇ କଥା ସ୍ମରଣ କରି ସାଙ୍ଗେ ସାଙ୍ଗେ ବ୍ରାହ୍ମଣ ଗୋସାଇଁ ଗରୁଡ ସ୍ତମ୍ଭର ପଛରେ ରହି ନଡିଆଟିକୁ ଧରି ପ୍ରଦାନ କରୁଛନ୍ତି ଜଗନ୍ନାଥଙ୍କୁ। କୁହନ୍ତି ପ୍ରଭୁ
ବାଲିଗାଁର ଦାସ ଇଏ ନଡ଼ିଆଟି ପଠେଇଛି ଏବଂ କହିଛି ତୁମେ ଯଦି ଏହାକୁ ସ୍ୱହସ୍ତରେ ଗ୍ରହଣ କରିବ ତେବେ ଦେବି, ନଚେତ୍ ଆକୁ ଫେରେଇ ନେବି। ତେବେ ତୁମର ଇଚ୍ଛା, ତୁମେ ଯାହା କରିବା କଥା କର। ଭକ୍ତ ପ୍ରେମରେ ଡୁବୁଡୁବୁ। ସଦାବେଳେ ଭଗବାନ ଭକ୍ତଙ୍କୁ ପରୀକ୍ଷା କରନ୍ତି, କିନ୍ତୁ ଆଜି ଭକ୍ତ ଭଗବାନଙ୍କୁ ପରୀକ୍ଷା କରୁଛି। ଇଏ ଚାଲେ, ଭଗବାନ ଭକ୍ତଙ୍କୁ ଭିତରେ ପରୀକ୍ଷା ଚାଲେ। ସଦାବେଳେ ତ ଭଗବାନ ଭକ୍ତଙ୍କୁ ପରୀକ୍ଷା କରନ୍ତି, କିନ୍ତୁ ଆଜି ଭକ୍ତ ଭଗବାନଙ୍କୁ ପରୀକ୍ଷା କରୁଛି। ତେଣୁ ବ୍ରାହ୍ମଣର ଆଖି ଲାଗି ଯାଇଛି, ସାଙ୍ଗେ ସାଙ୍ଗେ ଜଗନ୍ନାଥ ବ୍ରାହ୍ମଣ ଅନୁଭବ କରୁଛି ଯେ ତା ହାତରୁ ନଡ଼ିଆଟି ଆସ୍ତେ 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 କହୁଛି ଚାଲି ଯାଉଛି, ପଳଉଛି। ଏବଂ ପ୍ରଭୁଙ୍କର କର କମଳ ସ୍ପର୍ଶ କରି ଯେମିତି ଲାଗୁଛି ବ୍ରାହ୍ମଣ ପୁରା ଦିବ୍ୟାନନ୍ଦରେ ବିଭୋର ହୋଇଯାଉଛନ୍ତି। ବ୍ରାହ୍ମଣ ଆଶ୍ଚର୍ଯ୍ୟ ହେଇଗଲେ, ତାଙ୍କୁ ନିଜକୁ ବିଶ୍ୱାସ କରିପାରୁନାହାନ୍ତି। ଆରେ ହାତରୁ କଣ ନଡ଼ିଆ ପଳେଇଲା, ଶୂନ୍ୟରେ ପଳେଇଲା। ଇଏ ଆଶ୍ଚର୍ଯ୍ୟ ହେଉଛନ୍ତି ଏବଂ ସାଙ୍ଗେ ସାଙ୍ଗେ କହି ଉଠିଲେ, ଧନ୍ୟ ଧନ୍ୟ ତୁ ଦାସିଆ, ଧନ୍ୟ ତୋର ଭାବ, ଧନ୍ୟ ତୋର ପିତା ମାତା, ଧନ୍ୟ ତୋର ପ୍ରଭୁ ଜଗନ୍ନାଥ, ଧନ୍ୟ ଧନ୍ୟ। ଏହିପରି ବ୍ରାହ୍ମଣ ଦେବତା ଧନ୍ୟ ଧନ୍ୟ ଅର୍ଥାତ୍ ଦାସିଆ ବାରଙ୍କୁ ଧନ୍ୟ କହିକି ତାଙ୍କ ଗ୍ରାମକୁ ଫେରିଲେ। ଏହିପରି କିଛି ଦିନ ଯାଇଛି, ଦାସିଆ ବାଉରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ବହୁତ ଇଚ୍ଛା ପ୍ରକଟ ହେଇଛି। ମୁଁ ଟିକେ ଯାଆନ୍ତିନି, ଜଗନ୍ନାଥ ଦର୍ଶନ କରନ୍ତିନି, ବହୁତ ଇଚ୍ଛା ହେଇଛି। ତେଣୁ ଦର୍ଶନ କରିବା ନିମନ୍ତେ ପୁରୀ ଯିବାକୁ ମନସ୍ଥ କରିଛନ୍ତି ଯେ ପୁରୀ ଯିବି। ପୁରୀ ଯିବା ରାସ୍ତା ଦେଖୁଛନ୍ତି ଏ ଜଣେ ଆମ୍ବ ବିକିବାକୁ ଆସିଛି। ଆମ୍ବ ବିକିବାକୁ ଆସିଛି ଏବଂ ଆମ୍ବ ଦେଖିବାକୁ ବହୁତ ସୁନ୍ଦର, ବଡ ବଡ ଆମ୍ବ ଏବଂ ସୁନ୍ଦର ଆମ୍ବ ଏବଂ ପାଚିକି ପୁରା ହଳଦୀ ରୁଗୁ ରୁଗୁ ଦିଶୁଛି ଏବଂ ବହୁତ ମିଠା ଅନୁମାନ ହେଉଛି, ପୁରା ସୁଗନ୍ଧ ବାହାରୁଛି। ତେଣୁ ଏଇ ଆମ୍ବକୁ ଦେଖିକି ଦାସିଆ ବାଉରୀର ମନରେ ଲୋଭ ସୃଷ୍ଟି ହେଇଛି ଏବଂ କହୁଛି, ଆମ୍ବ ମୁଁ ନେଇକି ମୋର ଜଗନ୍ନାଥଙ୍କୁ ଦିଅନ୍ତିନି? ତେଣୁ ଆମ୍ବ କିଛି କିଣି ସ୍ନାନ ଆଦି ପବିତ୍ର ହେଇ ଆମ୍ବକୁ ଧରି ପୁରୀ ଯାତ୍ରା ଆରମ୍ଭ କରୁଛନ୍ତି। ପୁରୀ ବେଢା ଭିତରେ ପହଞ୍ଚୁ ପହଞ୍ଚୁ ଆମ୍ବ ଦେଖି ପଣ୍ଡା ମାନେ ଘେରିଗଲେ। ସୁନ୍ଦର ଆମ୍ବ, ସବୁ ପଣ୍ଡାଙ୍କର ମନ ପୁରା କଣ ହେଲା ନା, ମନ ଆକୃଷ୍ଟ ହେଇଛି ସେ ଆମ୍ବ ପ୍ରତି। ସବୁ ପଣ୍ଡା ତାଙ୍କ ଆଡକୁ କହୁଛନ୍ତି, ଆରେ ମତେ ଦେ, ମୁଁ ଭୋଗ କରିଦେବି। ସୁଜାରେ ମତେ ଦେ, ମୁଁ ଭୋଗ କରିଦେବି। ଏବଂ କିଛି ପଣ୍ଡା କହୁଛନ୍ତି, ଆରେ ମୁଁ ବାଲିଗାଁର ଯଜମାନ, ମୁଁ ବାଲିଗାଁର ଯଜମାନ, ମୁଁ ବାଲିଗାଁର ବ୍ରାହ୍ମଣ, ତୁ ମତେ ଦେ, ମୁଁ ପୂଜା କରିଦେବି। କିନ୍ତୁ ଦାସିଆ ବାଉରୀ କହୁଛନ୍ତି, ନାଇଁ 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 ନାଇଁ, କେହି କହଳ, କେହି ପାଟିତୁଣ୍ଡ କରନ୍ତୁ ନାହିଁ ଗୋସାଇଁ। ମୁଁ ମୋ ଆମ୍ବ କାହାକୁ ଦେବି ନାହିଁ, କାରଣ ମୁଁ ମୋ ଜଗନ୍ନାଥଙ୍କୁ ପ୍ରଦାନ କରିବି। ଏଇ ଉତ୍ତର ଶୁଣି ପଣ୍ଡା ମାନେ କହୁଛନ୍ତି, ଆରେ ଜଗନ୍ନାଥ ପ୍ରଦାନ କରିବୁ ମାନେ ତୁ ନେଇଯିବୁ ଘରକୁ ନା କଣ? ଅମଣିଆ କରିକି କରିବୁ, ନେଇଯିବୁ? ତୁ ଜାଣିଛି ଅମଣିଆ ଦ୍ରବ୍ୟ ଖାଇବା କେତେ ପାପ? ସେ କହୁଛି, ନାହିଁ ଗୋସାଇଁ, ମୁଁ ଠାକୁରଙ୍କୁ ଦେବି, କିନ୍ତୁ ନିଜେ ଠାକୁର ମଣିଆ କରି ଆକୁ ଗ୍ରହଣ କରିବେ। ସମସ୍ତ ଦାସିଆ ବାଉରୀ କଥାରେ ବିଶ୍ୱାସ କରୁନାହାନ୍ତି। ନିଜେ ଠାକୁର ତୋର ଗ୍ରହଣ କରି ମଣିଆ କରିବେ ନା? ହଁ ପ୍ରଭୁ। ଦାସିଆ ବାଉରୀ ପଳେଇ ଆସୁଛି ପୁଣି କୋଉଠିକି, ନୀଳଚକ୍ର ମନ୍ଦିର ବାହାରେ ନୀଳଚକ୍ର ଦର୍ଶନ କରୁଛି ଏବଂ ଦିନେ ବର ପ୍ରଦାନ କରିଥିଲେ ଜଗନ୍ନାଥ, ଯେଉଁ ରୂପରେ ତୁ ମତେ ଦର୍ଶନ ଇଚ୍ଛା କରୁ, ମୁଁ ସେଇ ରୂପରେ ଦର୍ଶନ ଦେବି। ଏବଂ ସେ ଫାଷ୍ଟ ବର, ସେକେଣ୍ଡ ବର କଣ ଥିଲା? ଯାହା ନୈବେଦ୍ୟ ଅର୍ପଣ କରିବ ତାହା ମୁଁ ଗ୍ରହଣ କରିବି। ତେଣୁ ସାଙ୍ଗେ ସାଙ୍ଗେ ନୀଳଚକ୍ରକୁ ଦେଖି ଦାସିଆ ବାଉରୀ ସେ ବର ଦୁଇଟିକୁ ସ୍ମରଣ କରି ସାଷ୍ଟାଙ୍ଗ ପ୍ରଣାମ କଲେ। ତତ୍କ୍ଷଣାତ୍ ନୀଳଚକ୍ରରେ
जगन्नाथ को दर्शन कर दासिया बाउरी एवं जगन्नाथ को नीलाचक्र दर्शन करी धन्य होती नेत्र पूरा लोतकपूर्ण हो जाउची स्वर गदगद रे स्वर गदगद होउची एवं दासिया बाउरी कहूची प्रभु ये सब तुमरी पदार्थ तुमरी पदार्थ को तुमको अर्पण करने को आनी तेणु एमाने वृद्धारे कली करछंती तुमे आको निजे मणिया करी ग्रहण कर बास एतिकी कहिछि दासिया बाउरी हाथ धरी आंब आंब हाथ धरी की जोड़हस्त होइछि समस्तଙ୍କ सामने शून्य रे आंब झुड़ी खाली होक लगी आंब चली आंब जाए एंटायर झुड़ीटा दासिया बाउरी खाली जाउछि ओ पंडा मन देखि सब विस्मय होचंती अरे ये कौन ये कौन ये किसी जादू जानी कि किसी गुणी गाणी जानी कि ये शून्य रे आंब सब पड़ेला बोधे किसी जादू जानी नले केमती एमती शून्य से आंब पड़ेला संगे संगे सब पंडा मान जाइकी जगन्नाथ रत्न पितिकी जाउछंती देखुछंती जे जो आंब से माने देखथिले दासिया बाउरी पाखरे से आंब अमणिया होई माने जगन्नाथ ग्रहण करी चोपा टक सब पकईछन सेठी यह देखि संगे संगे पंडा माने आश्चर्य हेले तो आसिकी दासिया बाउरी आलिंगन कर धन्य धन्य तू दासिया धन्य तोर भक्ति धन्य तोर ग्राम धन्य तोर पिता माता यही परी दासिया बाउरी दासिया बाउरी समस्ते धन्य धन्य कहते एवं भक्त बालीग्राम दास से प्रभु को बार बार षष्टांग दंडवत करुछंती एवं भक्त वत्सल को स्मरण करी हृदय पूरा आनंदित होछंती एवं मन मन मध्य चिंता करुछंती प्रभु आपण कहिथिले ना जेउ रूपरे मु आपण को दर्शन करने को चाहिमी आपण मते से रूप दर्शन देवे ताले आज मन भावुछंती मु भगवान कर ये 10 अवतार रूप के दर्शन करंतनी 10 अवतार बस एतिकी भाविछंती संगे संगे नीलचक्र रे जगन्नाथ पूरा मत्स्य अवतार ठार आरंभ करी कल्कि अवतार पर्यंत समस्त 10 अवतार रूप को दर्शन कराउछंती एवं प्रभु का दर्शन पाई पूरा अश्रु निर्गत होउची एवं शेष जय जगन्नाथ जय जगन्नाथ जय जगन्नाथ कही जगन्नाथ प्रेम रे भाव विड़ हई निज ग्राम को फेरुछंती किसे दासिया बाउरी तेणु यहीपरि भाव यदि आम देखा जे दासिया बाउरी भगवान को जड़े शुद्ध भक्त थिले नाम द्वारा भगवान नाम द्वारा तांकर हृदय प्रेम बढ़ी बढ़ी चली नाम करिया द्वारा अंत कण शुद्धता प्राप्त करुछंती नाम करिया द्वारा जगन्नाथ को प्राप्त करुछंती जने शुद्धता प्राप्त करे भगवान से संबंध स्थापन हो जाए तेणु से दासिया बाउरी जगन्नाथ संबंध स्थापन कर मुख्य हूँ भगवान कर नाम करुले भगवत टुंगी भगवान का नाम ही करुले एवं दान केमती करथिले निजर सर्वस्व कौन खाइबा कौन पिंधिबा कौन लगेबा ये चिंता न करी निज सर्वस्व को बुड़े भगवान को नड़िया अर्पण करथिले तेणु एथर हमें शिक्षा दरकार जे भगवान को हमें नाम करिबा तो निश्चित रूप से हमर दासिया बाउरी परि मध्य आम मान हृदय विशुद्ध हब एवं दासिया बाउरी से जेपरि भगवान जगन्नाथ संबंध प्रेम भाव में संबंध स्थापन कर आम मान भगवान सहित प्रेम संबंध स्थापन कर हरे कृष्ण।